ବିଟକଏନ୍ର ଭବିଷ୍ୟତ କ'ଣ? ଏ ପ୍ରଶ୍ନ ସମସ୍ତଙ୍କ ମନରେ। ହେଲେ ଜାଣିଛନ୍ତି, ଏହାର ଉତ୍ତର ତାର ଅତୀତ ଭିତରେ ହିଁ ଲୁଚି ରହିଛି। ଆଜି ଆମେ ସେଇ ଇତିହାସର ପୃଷ୍ଠା ଓଲଟାଇବା, ଯାହା ବାରମ୍ବାର ନିଜକୁ ଦୋହରାଏ ଆଉ ଆଗକୁ କ'ଣ ହେବ ତାର ସଙ୍କେତ ଦିଏ। ଆମର ଏଠି ଗୋଟେ କଥା ଅଛି ନା, ବର ଖୋଜିଲା ବେଳେ ତାର 7 ପୁରୁଷର ଇତିହାସ ଦେଖାଯାଏ। କାହିଁକି? କାରଣ ଅତୀତକୁ ଦେଖିଲେ ହିଁ ଭବିଷ୍ୟତର ଗୋଟେ ଆଇଡିଆ ମିଳେ। ବିଟକଏନ୍ କଥା ବି ଠିକ୍ ସେମିତି। ଯେଉଁମାନେ ଏହାର ଅତୀତକୁ ବୁଝିଛନ୍ତି, ସେମାନେ ଆଜିର ଏଇ ଉଠାପକାରେ ବିଲକୁଲ ବିଚଳିତ ହୁଅନ୍ତିନି। ହେଲେ ପ୍ରକୃତ ପ୍ରଶ୍ନ ହେଉଛି, ବିଟକଏନ୍ ଦାମର ଏ ଯେଉଁ ଉପରତଳ ଖେଳ ଚାଲିଛି, ଏଇଟା କ'ଣ ଏମିତି ରାଣ୍ଡମ୍, ନା ଏହା ପଛରେ କିଛି ନିର୍ଦ୍ଦିଷ୍ଟ ପ୍ୟାଟର୍ନ ଅଛି? ଚାଲନ୍ତୁ ଏହି ରହସ୍ୟର ପର୍ଦ୍ଦା ଉଠାଇବା ଆଉ ଏହାର ଗଭୀରତାକୁ ଯିବା। ଆସନ୍ତୁ ନଜର ପକାଇବା ବିଟକଏନ୍ ଇତିହାସର ସେହି 4ଟି ବଡ଼ ବଡ଼ ସାଇକଲ ଉପରେ, ଯାହା ଆମକୁ ଦେଖେଇବ କେମିତି ଇତିହାସ ବାରମ୍ବାର ନିଜକୁ ଦୋହରାଏ। କଥାଟା ଆରମ୍ଭ ହେଉଛି 2011ରୁ। ଜୁନ୍ ମାସରେ ଯେଉଁ ବିଟକଏନ୍ର ଦାମ କେଇଟା ସେଣ୍ଟ ଥିଲା, ତାହା ହଠାତ୍ ସମସ୍ତଙ୍କୁ ଚମକେଇ ଦେଇ $29ରେ ପହଞ୍ଚିଗଲା। କିନ୍ତୁ ଏ ଖୁସି ବେଶୀ ଦିନ ତିଷ୍ଠିଲାନି। ମାତ୍ର 5 ମାସ ଭିତରେ ନଭେମ୍ବର ଆସୁ ଆସୁ ଦାମ ଏମିତି ଖସିଲା ଯେ ସିଧା 28-40% ତଳକୁ ମାତ୍ର $2ରେ ପହଞ୍ଚିଗଲା। ଆଉ ଏହି ପ୍ରଥମ ବଡ଼ କ୍ରାସ୍ ପରେ ତ ଚାରିଆଡ଼େ ହାହାକାର। ଇଣ୍ଟରନେଟ୍ ଫୋରମଗୁଡ଼ାକରେ ଖାଲି ଗୋଟିଏ କଥା, ବିଟକଏନ୍ ଶେଷ ହୋଇଗଲା। ଖବରକାଗଜବାଲା ତ ଏହାକୁ ସବୁଠୁ ବଡ଼ ସ୍କାମ୍ ବୋଲି କହିଲେ, ଆଉ ବହୁତ ଲୋକ ଡରିକି ନିଜର ସବୁ ବିଟକଏନ୍ ବିକିଦେଲେ। ହେଲେ ଯେଉଁମାନେ ଧୈର୍ଯ୍ୟ ଧରି ରହିଲେ, ଇତିହାସ ସେମାନଙ୍କ ପାଇଁ ପୁରା ବଦଳିଗଲା। ନଭେମ୍ବର 2013 ଆସିଲା ବେଳକୁ ବିଟକଏନ୍ ପୁଣି ଥରେ ଉଠିଲା ଆଉ ଏକ ନୂଆ ରେକର୍ଡ କଲା, $1150। କିନ୍ତୁ ସେହି ପୁରୁଣା କାହାଣୀ ପୁଣି ଥରେ ଦହରାଇଗଲା। ଫେବୃଆରୀ 2014ରେ ସେତେବେଳର ସବୁଠୁ ବଡ଼ ବିଟକଏନ୍ ଏକ୍ସଚେଞ୍ଜ ମାଉଣ୍ଟ ଗକ୍ସ ହ୍ୟାକ୍ ହେଲା, ଆଉ ତାପରେ ସେହି ପୁରୁଣା ପ୍ୟାଟର୍ନ। ଗୋଟେ ବର୍ଷ ଭିତରେ ଦାମ ପୁଣି 85% ତଳକୁ। ଆଉ ଏଥରର କ୍ରାଶ୍ର ପ୍ରଭାବ ଆହୁରି ଗଭୀର ଥିଲା। ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ଏହାକୁ ସବୁଠୁ ବଡ଼ ଠକେଇ ବୋଲି କହିଲେ। ମିଡିଆରେ ତ ଖବର ଆସିଲା ବିଟକଏନ୍ ମରିଗଲା। ଲୋକଙ୍କ ରାତିର ନିଦ ହଜିଗଲା, ସମ୍ପର୍କ ଭାଙ୍ଗିଲା, ଅନେକ ପରିବାର ବର୍ବାଦ ହେଇଗଲେ। ହେଲେ କହନ୍ତି ନା, ଅନ୍ଧାର ରାତି ପରେ ସକାଳ ଆସେ। 2017ରେ ଦେଖିବାକୁ ମିଳିଲା ବିଟକଏନ୍ ଇତିହାସର ସବୁଠୁ ବଡ଼ ବୁଲ୍ ରନ୍। ଦାମ ସିଧା ପହଞ୍ଚିଲା ପ୍ରାୟ $20,000ରେ। ଚା ଖଟିରୁ ନେଇ ଅଫିସ୍ କ୍ୟାବିନ୍, ସବୁଠି ଖାଲି ଗୋଟିଏ ଚର୍ଚ୍ଚା, ବିଟକଏନ୍। ଆଉ ତାପରେ ଆସିଲା 2018ର ସେଇ ଭୟଙ୍କର କ୍ରିପ୍ଟୋ ୱିଣ୍ଟର। ପୁଣିଥରେ ସେହି କାହାଣୀ। ଦାମ ପ୍ରାୟ 84% ତଳକୁ ଖସି $3,200ରେ ପହଞ୍ଚିଲା। ଏଥରର କ୍ରାଶ୍ ବହୁତ ବେଶୀ କଷ୍ଟଦାୟକ ଥିଲା, କାରଣ ଏଥର ବହୁତ ସାଧାରଣ ଲୋକ ଏଥିରେ ଫସି ଯାଇଥିଲେ। ଜଣେ କ୍ୟାବ୍ ଡ୍ରାଇଭରଙ୍କ କଥା ମନେ ପଡ଼ୁଛି। ସେ କାନ୍ଦି କାନ୍ଦି କହୁଥିଲେ କେମିତି ତାଙ୍କ ଜୀବନସାରାର ସଞ୍ଚୟ, ପାଖାପାଖି $1,00,000, ମାତ୍ର $16,000 ହେଇଯାଇଥିଲା। ଆଉ ଇତିହାସ ପୁଣି ଥରେ ନିଜକୁ ଦୋହରାଇଲା। ନଭେମ୍ବର 2021ରେ ଟେସ୍ଲା ଭଳି ବଡ଼ ବଡ଼ କମ୍ପାନୀ ଏଥିରେ ପଇସା ଲଗାଇଲେ, ଆଉ ବିଟକଏନ୍ର ଦାମ ପହଞ୍ଚିଲା ଏକ ନୂଆ ରେକର୍ଡରେ, $69,000। ସମସ୍ତେ ଭାବିଲେ, ବାସ୍ ଏଥର ବିଟକଏନ୍ ଏତେ ବଡ଼ ହୋଇଗଲାଣି ଯେ ଆଉ ତଳକୁ ଖସିବନି। କିନ୍ତୁ ସେମାନେ ଭୁଲ ଥିଲେ। ଟେରା ଲୁନା, FTX ଭଳି ବଡ଼ ବଡ଼ କମ୍ପାନୀ ବୁଡ଼ିଗଲା ପରେ 2022 ଶେଷ ବେଳକୁ ଦାମ ପୁଣି ଥରେ 77% ତଳକୁ। ତେବେ ଏଇ 4ଟା ସାଇକେଲ ଦେଖିଲା ପରେ ଗୋଟିଏ କଥା ପୁରା ସ୍ପଷ୍ଟ, ଯେତେ ବି ଭୟଙ୍କର କ୍ରାଶ୍ ଆସିଛି, ତାପରେ ବି ବିଟକଏନ୍ କେବଳ ଫେରିନି, ବରଂ ଆହୁରି ଶକ୍ତିଶାଳୀ ହୋଇ ଏକ ନୂଆ ରେକର୍ଡ କରିଛି ପ୍ରତିଥର। ଆଚ୍ଛା, ଆମେ ତ ଦେଖିଲେ କ'ଣ ହୁଏ। ହେଲେ ଏବେ ପ୍ରଶ୍ନ ହେଉଛି, ଏମିତି କାହିଁକି ହୁଏ? କ'ଣ ସେ କାରଣ ଯାହା ପାଇଁ ଏ ସାଇକେଲ ବାରମ୍ବାର ଚାଲେ? ମୋଟାମୋଟି ଭାବରେ 3ଟି ମୁଖ୍ୟ କାରଣ ଅଛି। ପ୍ରଥମ, ବିଟକଏନ୍ର ଯୋଗାଣ ସୀମିତ। ଦ୍ୱିତୀୟ, ବଡ଼ ବଡ଼ ଖେଳାଳିମାନଙ୍କ ଦ୍ୱାରା ମାର୍କେଟ ମ୍ୟାନିପୁଲେସନ୍। ଆଉ ତୃତୀୟ, ସରକାରୀ ନିୟମକାନୁନ। ହେଲେ ଏସବୁ ଭିତରେ ସବୁଠୁ ବଡ଼ କାରଣ ହେଉଛି ବିଟକଏନ୍ ହାଲଭିଂ। ଏଇଟା ଏମିତି ଏକ ଘଟଣା ଯାହା ପ୍ରତି 4 ବର୍ଷରେ ଥରେ ହୁଏ। ଏଥିରେ ନୂଆ ବିଟକଏନ୍ ତିଆରି ହେବାର ସ୍ପିଡ୍ ସିଧା ଅଧା ହେଇଯାଏ। ତେଣୁ ସପ୍ଲାଇ କମିଯାଏ, ଆଉ ସାଧାରଣତଃ ଏଇଠୁ ହିଁ ଗୋଟେ ନୂଆ ସାଇକେଲ ଆରମ୍ଭ ହୁଏ। ଠିକ୍ ଅଛି, ତେବେ ଇତିହାସରୁ ମିଳିଥିବା ଏହି ଜ୍ଞାନକୁ ଜଣେ ନିବେଶକ ନିଜ ଫାଇଦା ପାଇଁ କେମିତି ବ୍ୟବହାର କରିପାରିବ? ଆସନ୍ତୁ କିଛି କାମିକା କଥା ଜାଣିବା। ଦେଖନ୍ତୁ, ପ୍ରତି ସାଇକେଲରେ 2 ପ୍ରକାରର ଲୋକ ଥାଆନ୍ତି। ଜଣେ ହେଲା ଇମୋସନାଲ ଇନଭେଷ୍ଟର। ସେମାନେ ଯେତେବେଳେ ଦେଖନ୍ତି ସମସ୍ତେ କିଣୁଛନ୍ତି, ଲୋଭରେ ଉପରେ କିଣନ୍ତି, ଆଉ ଯେତେବେଳେ ମାର୍କେଟ ପଡ଼େ ଡରିକି ତଳେ ବିକି ଦିଅନ୍ତି। ଆଉ ଅନ୍ୟପଟେ ଥାଆନ୍ତି ଷ୍ଟ୍ରାଟେଜିକ୍ ଇନଭେଷ୍ଟର। ସେମାନେ ଠିକ୍ ତାର ଉଲ୍ଟା କରନ୍ତି, ମାର୍କେଟ ପଡ଼ିଲା ବେଳେ କିଣନ୍ତି ଆଉ ଲମ୍ବା ସମୟ ପାଇଁ ଧୈର୍ଯ୍ୟ ଧରି ବସନ୍ତି। ତେବେ ଏହି ଇମୋସନକୁ କଣ୍ଟ୍ରୋଲ କରିବାର ସବୁଠୁ ଭଲ ଉପାୟ ହେଉଛି DCA,
ମାନେ ଡଲର କଷ୍ଟ ଆଭରେଜିଂ। ଏହାର ମାନେ ବହୁତ ସରଳ। ଏକାଥରକେ ବହୁତ ପଇସା ନ ଲଗେଇ ପ୍ରତି ମାସରେ କିମ୍ବା ପ୍ରତି ସପ୍ତାହରେ ଗୋଟେ ଛୋଟ ଫିକ୍ସଡ୍ ଆମାଉଣ୍ଟ ଇନଭେଷ୍ଟ କରନ୍ତୁ। ଏମିତି କଲେ କ'ଣ ହୁଏ, ମାର୍କେଟ ଉପରେ ଥିଲାବେଳେ ଆପଣ ଚାହେଁ କମ୍ କିଣା ହୁଏ ଆଉ ତଳେ ଥିଲାବେଳେ ବେଶୀ, ଯାହା ଲମ୍ବା ସମୟରେ ରିସ୍କକୁ ବହୁତ କମ୍ କରିଦିଏ। ଆଉ କିଛି ସୁନାର ନିୟମ ସବୁବେଳେ ମନେ ରଖିବା ଦରକାର। ପ୍ରଥମତଃ, କେବଳ ସେଟିକି ପଇସା ଲଗାନ୍ତୁ ଯାହା ହରାଇଲେ ବି ଜୀବନରେ ବେଶୀ ଫରକ ପଡ଼ିବନି। ଦ୍ୱିତୀୟରେ, ଲୋନ୍ କରି କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରି କେବେ ବି ଇନଭେଷ୍ଟ କରନ୍ତୁନି। ଆଉ ତୃତୀୟରେ, କେବଳ ଗୋଟିଏ ଜାଗାରେ ସବୁ ପଇସା ନ ରଖି ଷ୍ଟକ୍, ସୁନା ଏମିତି ଅଲଗା ଅଲଗା ଜାଗାରେ ନିବେଶ କରନ୍ତୁ। ଶେଷରେ ଗୋଟିଏ କଥା, ବିଟକଏନ୍ରେ ନିବେଶ କରିବାଟା 100 ମିଟର ଦୌଡ଼ ନୁହେଁ, ଏଇଟା ଗୋଟେ ମାରାଥନ୍। ଯେଉଁମାନେ ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖି ଏଠିକି ଆସନ୍ତି, ସେମାନେ ହିଁ ସବୁକିଛି ହରାନ୍ତି। ତେବେ ଏତେ ସବୁ ଜାଣିସାରିଲା ପରେ ଏବେ ଗୋଟେ ଶେଷ ପ୍ରଶ୍ନ। ଯଦି ଏହି 4 ବର୍ଷର ସାଇକେଲ ବିଷୟରେ ସବୁ ଜଣାଅଛି, ତେବେ ଆଗକୁ ଯେତେବେଳେ ମାର୍କେଟ କ୍ରାଶ୍ ହେବ, ସେଇଟାକୁ ଗୋଟେ ସଙ୍କଟ ଭାବେ ଦେଖାଯିବ ନା ଗୋଟେ ସୁଯୋଗ ଭାବେ? ଏଇ ଚିନ୍ତାଧାରା ହିଁ ସବୁକିଛି ବଦଳେଇ ଦେବ।